ପ୍ରଥମାଷ୍ଟମୀର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଆସନ୍ତୁ ଦେଖିବା ଅଥାର ପିଠା ଏବଂ ହଳଦୀପତ୍ର ପିଠା କେମିତି ସହଜ ଉପରେ ବନିଆ ହେଉଛି। ପିଠା କରିବାର ଗୋଟେ ଦିନ ପୂର୍ବରୁ ଚାଉଳ ଏବଂ ବିରିକୁ ଭଲ ଭାବରେ ବାଟି ତାକୁ ଫର୍ମାଟ କରିକି ରଖିଲେ ପିଠାଟି ବହୁତ ନରମ ହେଇଥାଏ। ତାପରେ କୋରୁଅ ପ୍ରସ୍ତୁତ କରି ହଳଦୀପତ୍ର ଆଣ ଦେଇ ସେଥିରେ କୋରୁଅ ଦେଇ ପିଠା ବନେଇବା ପାଇଁ ପ୍ରସ୍ତୁତ କରାହେଉଛି। ଆମର ଏଇ ଗୋଟିଏ ହାଣ୍ଡିରେ ଅଥାର ପିଠା ଏବଂ ହଳଦୀପତ୍ର ପିଠା କେମିତି ସିଝା ହେଉଛି। ହାଣ୍ଡିରେ ତଳେ କିଛି ପାଣି ଦିଆହେଇଛି, ତାପରେ କଦଳୀପତ୍ର ଏବଂ ତାର କିଛି ଡାଙ୍ଗ ସେଥିରେ ଦିଆହେଇଛି, ଯେମିତି ପାଣିର ବାମ୍ଫଟା ଉପରକୁ ଆସିବ, ପାଣି ଆସି ନପାରେ। ତାପରେ ହଳଦୀପତ୍ର ପିଠା ଥୁଆ ହେଇଛି। ହଳଦୀପତ୍ର ପିଠା ଉପରେ ହାଣ୍ଡିର ମୁହଁରେ ଗୋଟେ କପଡ଼ା ବନ୍ଧା ହେଇ ଅଥାର ପିଠା ପ୍ରସ୍ତୁତ କରାହେଉଛି। ଏହାପରେ ହାଣ୍ଡିଟିକୁ ଘୋଡ଼େଇ ଦେବେ, ଗ୍ୟାସର ଫ୍ଲେମ୍ଟିକୁ କମ୍ ରଖିବେ। କିଛି ସମୟ ପରେ ପିଠା ସିଝିଛି କି ନାହିଁ ଦେଖିବେ। ପୁଣି ପିଠାଟିକୁ ଓଲଟେଇ ଦେବେ। ଓଲଟେଇ ଦେଲେ ତାର ଦୁଇ ପଟ ସାଇଡ୍ ଭଲ ଭାବରେ ସିଝିଯିବ। ସିଝିଗଲା ପରେ ଯଦି ଦେଖିବେ ଭଲ ଭାବରେ ସିଝିଗଲା, ତାପରେ ତାକୁ ଓହ୍ଲେଇ ଦେବେ। ଓହ୍ଲେଇ କିଛି ସମୟ ଥଣ୍ଡା ହେଲା ପରେ କାଢ଼ିବେ। ହେଇଗଲା ପ୍ରସ୍ତୁତ ଆମର ଅଥାର ପିଠା ସହିତ ହଳଦୀପତ୍ର ପିଠା। ଦେଖିଲେ ତ କେତେ ସହଜ ଅଥାର ପିଠା ଏବଂ ହଳଦୀପତ୍ର ପିଠା। ଆପଣମାନେ ବନାନ୍ତୁ, ନିଜେ ଖାଆନ୍ତୁ, ଅନ୍ୟକୁ ଖୁଆନ୍ତୁ। ରହିଲି ନମସ୍କାର, ଜୟ ଜଗନ୍ନାଥ।